ओम नमो भगवते वासुदेवाय। चतुर्थ अध्याय प्रथम स्कंद। व्यास उवाच हेमन्ते भागवत वाणी सुत मुनिक मुखु शुणि। मुनिक मध्ये कुलवृद्ध सैनक नामे धर्मयोद्धा। धर्मशुद्ध सर्वमुनिक अवधाने उच्यन्ते मधुर वचने। सैनिक उवाच हे सुत तुम्भे महीधर महीधीर बकता जन मध्ये वर। जाह्नवी अटे राजा आगे सुख जा कहिले सरागे। से कथा कह आम्भ आगे तुम्भे जे अट महाभागम। ए भागवत भागवत शास्त्र केवे व्यासर चिले केउ जुगे। काहार बोले काहीं बसी कि भावे कि हेतु देशी। सुख जे ताहांक कुमर समदरसी निर्विकारम। एकांत मती रात्र दिने कृष्ण महिमा जार मने। निर्माया मूढ़ तापी प्रतीति लखी न पारे केही गति। जाहार आगमन काले देव कन्या थिले जड़े। स्वभावे नग्न तांको देखी धाइले लज्जा को पेखी। देखिबा अर्थे जल तटे मिलिले सुखंक निकटे। व्यासंकु तांक पछे चाही जले पशिले बेगे जाई। स्वभावे से सुर युवती जानती सर्व प्राणी गति। देखी कन्याक मूढ़मती चंचल व्यासंकर मती। क्षण के पाई शांति कन्या को चाही पचारंते। होइल मोर पुत्र चाही कि पापशील जड़े जाई। एकिस तुमर व्यवहार से सुख मोहर कुमार। तरुण बयस ताहार ए वृद्ध शरीर मोहर। व्यास वचने नारी गणे तक्षणे नमिले चरणे। बोलते व्यास मुख चाही संसारे तांक हृदय नाही। स्त्री पुरुष न जानते समस्त एक भावे चिंती। तुम्भे जे बोलो आम्भे वृद्ध विषय रसे अच्छी सध। एदेनी होइलु अंतर आमर दोष क्षमा कर। हेमंते गले नारी गणे सुखर हिले सेई बने। से सुख मुनि किस कार्ये प्रवेश कले कुरु राज्ये। जड़ उन्नत प्राय हुई ताहांको केही न जानाई। केमंते परिकिथ मेले मिलिले जाह्नवीर कूले। तई अनेक मुनि मध्ये ए भागवतर स्वादे। प्रजांक द्वारे स्वयं काले से नित्य भिक्षा अर्थे मिले। गोदहा मात्र द्वारे रही गृहिंकी तीर्थ फल दे। से मुनि परीक्षित मेले
ମିଳିଲେ ପୂର୍ବ ପୁଣ୍ୟ ଫଳେ। ସେ ପୁଣି ଭାଗବତ ଶାସ୍ତ୍ର କହିଲେ ଏ ତ ଆଚମ୍ବିତ। ସେ ଭାଗବତ ପରୀକ୍ଷିତ ସ୍ୱଭାବେ ଅଭିମନ୍ୟୁ ସୁତ। ତାହାଙ୍କ ଜନ୍ମ ଜନ୍ମ କର୍ମ ଯେତେ କହିବା ଆମ୍ବର ଗ୍ରତେ। ଅତି ଅଦ୍ଭୁତ ଅଛୁ ଜାଣି ଏବେ ତରିବୁ ତାହା ଶୁଣି। ସେ ସର୍ବ ରାଜାଙ୍କର ସାର ପାଣ୍ଡବ ବଂଶ ସେ କୀର୍ତ୍ତିଧର। ରାଜ ସମ୍ପଦ କରି ଦୂର କିମ୍ବା ରହିଲେ ଗଙ୍ଗା ତୀର। ଶତ୍ରୁ ରାଜାଏ ଯାର ପାଦ ନମନ୍ତି ଦେଇଣ ସମ୍ପଦ। ଯୁବା ବୟସେ ନରପତି ତେଜିଣ ଅଚଳ ବିଭୂତି। ଯେଉଁ ଶରୀର ଏ ସଂସାରେ ବହଇ ପର ଉପକାରେ। ହରିଚରଣ ଚିନ୍ତି ଚିତେ ଯେ ରାଜା ବର୍ତ୍ତେ ଅନହିତେ। ସେ କିମ୍ପା ଛାଡ଼ିଲେ ଜୀବନ ଉପେକ୍ଷି ଗୃହ ଧନ ଜନ। କହ କାରଣ କିବା ଅର୍ଥେ ସଂଶୟ ଛାଡ଼ିବ ଯେ ମନ୍ତେ। ତୁମ୍ଭେ ସକଳ ବିଦ୍ୟା ପର କହ ସଂଶୟ ଯାଉ ଦୂର। ହେମନ୍ତ ସୈନ୍ୟକେ ବଚନେ ସକଳ ପ୍ରଶ୍ନ ଅନୁମାନେ। କହନ୍ତି ସୁତ ମହାଋଷି ମୁନିଙ୍କୁ ପ୍ରଶ୍ନ ପରଂଶସି। ସୁତବାଚ ଶୁଣ ସକଳ ମୁନିଜନ ଶ୍ରୀକୃଷ୍ଣ ଚରିତ ବିଧାନ। ତ୍ରେତୟା ଯୁଗ ଭଗବନ୍ତେ ଦ୍ୱାପର ଯୁଗ ଉପଗତେ। ପରାଶରଙ୍କ ବୀର୍ଯ୍ୟ ଯୁତେ ଯୋଜନା ଗନ୍ଧା ଗର୍ଭଗତେ। ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି। ସେ କଦିନେ ପ୍ରାତଃ କାଳେ ସ୍ନାନ ସାରି ଗଙ୍ଗା ଜଳେ। ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ। ପରଆବର ଜ୍ଞାନ ଜାଣେ ସକଳ ଶାସ୍ତ୍ର ପରିମାଣେ। ସେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ। ତାହାକୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟ ଦେହ ବହି। ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ। କଳି ଆଗମେ ପ୍ରାଣୀଙ୍କର ହେମନ୍ତ ହୋଇବ ବ୍ୟବହାର। ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ନିଃସତ୍ତ୍ୱ ହୋଇବେ ଶରୀରେ। ବୃଦ୍ଧି ହୋଇବ ଲୋଭ ବଶ ଲୋକ ହୋଇବେ ଅଳ୍ପାୟୁଷ। ଦୁର୍ଭଗ ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ। ବେଦ ଉଚିତ କର୍ମ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ। ଜୀବର ଶୁଦ୍ଧେ ଅର୍ଥ କରି ଯେମନ୍ତ ବିଷ୍ଣୁ ମାୟା ତରି। ଧର୍ମ ସାଧିବେ ଯଜ୍ଞ ମତେ ଏମନ୍ତ ଭାଳି ମୁନି ଚିତେ। ବେଦକୁ କଲେ ଚାରି ଖଣ୍ଡ ମଧ୍ୟେ ବେଆଇ କର୍ମକାଣ୍ଡ। ଋକ୍ ଯଜୁ ସାମ ଅଥର୍ବ ରୂପେ କରି ଭିନ୍ନ ଭାବ। ପଞ୍ଚମ ବେଦ ଇତିହାସ କଲେ ପୁରାଣ ଅଷ୍ଟାଦଶ। ପୈଳ ମୁନିକୁ ଆଣିଲେ ପ୍ରଥମ ବେଦ ପଢ଼ାଇଲେ। ଜୈମିନିକି ଦେଲେ ସାମ ଯଦୁ ଯେ ବହି ସମ୍ପାୟନ। ଅଙ୍ଗିରା ମୁନି ଅଥର୍ବଣେ ମୋ ପିତାର ମୋ ହରଷଣେ। ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତ କର୍ମ ସମ୍ପାଦିଲେ। ସେ ଶିଷ୍ୟ ବିଚାରି ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ। ଅନେକ ଶାଖା ଭିଆଇଲେ ଶିଷ୍ୟ ପ୍ରଶିକ୍ଷ ଶିଖାଇଲେ। ଅଳ୍ପ ବୃଦ୍ଧି ନର ଯେତେ ବେଦ ନ ଘେନି ଦୃଢ଼ ଚିତେ। ତେଣୁ ଏ ବେଦ ଭାଗ କଲେ ଯେ ଯାହା ମତି ଅନୁସାରେ। ସ୍ତ୍ରୀ ଶୂଦ୍ର ଜନ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ। ତାହାଙ୍କ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତେ।
ବୁଦ୍ଧି ମନ୍ଦିରେ ବେଦ ମନ୍ତ୍ରୀ ଭାରତ ପଦ ବନ୍ଧେ ଗୁନ୍ଥି ବେଦ ଉଥାରି ସାର ଅର୍ଥ ସୁଜିଲେ ପୁରାଣ ଭାରତ ପ୍ରାଣୀକୁ ନିସ୍ତରିବା ଅର୍ଥେ ରୂପେ ସୁଜି ବେଦ ମତେ କଲେ ସର୍ବ ଧର୍ମ ଯେତେ ତୁଷ ରହିଲେ ହୃଦଗତେ ଆଶ୍ରମ ସରସ୍ୱତୀ କୂଳେ ମନ ଯେ ନର ହେ ନିଶ୍ଚଳେ ଯୋଗ ନ ପାରି ଚିତ୍ତ ଧରି ଚଞ୍ଚଳ ଏମନ୍ତ ବିଚାରି ଅତି କଠୋର ବେଦ ଅଗ୍ନି ପୂଜେ ଗୁରୁଙ୍କ ଆଜ୍ଞା ମାନି କର୍ମର ନାଶ ନାହିଁ ତେଣେ ମୁଁ ଯାହା କରିଛି ନିର୍ମାଣେ ଯେଉଁ ଭାରତ ବେଦ ସାର କଲି ସ୍ତ୍ରୀ ଶୂଦ୍ର ତାରିବାରେ ତେବେ ନିର୍ମଳ ନୁହେଁ ମନ ଚିନ୍ତା ଅନଳେ ଛନ ଛନ ଏ ମନ ଧରିବେ କେମନ୍ତେ ନିଶ୍ଚଳ କରି ଜ୍ଞାନ ପଥେ ଯେତେ ଚିନ୍ତିଲେ ବେଦ ଧର୍ମ ବିଚାରେ ସେ ତ ମାୟା ଭ୍ରମ ଏ ମାୟା ତୁଟଇ ଯେମନ୍ତେ ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ କହିବେ ଭାଗବତ ଧର୍ମ ଯେଣେ ନ ଲାଗେ ଭବ ବ୍ରହ୍ମ ଏମନ୍ତ ହୃଦୟ ବିଚାରି ମନକୁ ନ ପାରନ୍ତି ଧରି ଏମନ୍ତେ ସମୟେ ନାରଦ ଆସନ୍ତେ ଶୁଭେ ବୀଣାନାଦ ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ ନାରଦ ଆଗମନ ଦେଖି ତକ୍ଷଣେ ଆସନ ଫେକି କେତେ ଦୂର ଗସରି ନାରଦ କରେ କର ଧରି ବସାଇ ଉତ୍ତମ ଆସନେ ପୂଜିଲେ ଅତିଥି ବିଧାନେ ସେ ବ୍ୟାସ ନାରଦଙ୍କ ପଦେ ସୁଜନ ପ୍ରଣାମ ଆନନ୍ଦେ ଯାର ଚିନ୍ତନେ ପାପ ନାଶ ନମ ହିଁ ଜଗନ୍ନାଥ ଦାସ ଇତି ସୀମା ଭଗବତ ମହାପୁରାଣ ପରମହଂସଂ ସହିତଂ ପ୍ରଥମ ସ୍କନ୍ଧେ ନବିଂଶାୟନ ଉପାଖ୍ୟାନ ନାରଦ ଗମନ ନାମ ଚତୁର୍ଥ ଅଧ୍ୟାୟ। ଓମ୍ ନମୋ ଭାଗବତେ ବାସୁଦେବାୟ। ଚତୁର୍ଥ ଅଧ୍ୟାୟ ପ୍ରଥମ ସ୍କନ୍ଧ। ବ୍ୟାସ ଉବାଚ ଏମନ୍ତେ ଭାଗବତ ବାଣୀ ସୁତ ମୁନିଙ୍କ ମୁଖ ଶୁଣି ମୁନିଙ୍କ ମଧ୍ୟରେ କୁଳ ବୃଦ୍ଧ ସୈନକ ନାମେ ଧର୍ମ ଯୋଦ୍ଧା ଧର୍ମଶୁଦ୍ଧ ସର୍ବମୁନିଙ୍କ ଅବଦାନେ ଉଚ୍ଚନ୍ତେ ମଧୁର ବଚନେ। ସୈନିକ ବାଚ ହେ ସୁତ ତୁମ୍ଭେ ମହିଧର ମହିଧୀର ବକତା ଜନ ମଧ୍ୟେ ବର ଜାହ୍ନବୀ ଅଟେ ରାଜା ଆଗେ ସୁଖ ଯା କହିଲେ ସରାগে ସେ କଥା କହ ଆମ୍ଭ ଆଗେ ତୁମ୍ଭେ ଯେ ଅଟ ମହାଭାଗ ଏ ଭାଗବତ ଶାସ୍ତ୍ର କେବେ ବ୍ୟାସ ରଚିଲେ କେଉଁ ଯୁଗେ କାହାର ବୋଲେ କାହିଁ ବସି କି ଭାବେ କି ହେତୁ ଦେଶୀ ସୁଖ ଯେ ତାହାଙ୍କ କୁମର ସମଦରଶୀ ନିର୍ବିକାର ଏକାନ୍ତ ମତି ରାତ୍ର ଦିନେ କୃଷ୍ଣ ମହିମା ଯାର ମନେ ନିର୍ମାୟା ମୂଳ ତାପି ପ୍ରତୀତି